ଆଜି କାହିଁ ମନେ ପଡ଼େ ମୋ କଲେଜ ଦିନର କାହାଣୀ। କଲେଜରେ ଆଡ଼ମିସନର ଠିକ୍ 2 ଦିନ ପରେ ମୁଁ କ୍ଲାସ୍ କରିବାକୁ ଯାଇଥାଏ। ମୁଁ ଜାଣିନଥିଲି ଫିଜିକ୍ସ କ୍ଲାସରୁମ୍ଟି କେଉଁଠି। ଭୁଲରେ ଏଣେ ତେଣେ ବୁଲୁ ବୁଲୁ ମ୍ୟାଥ୍ କ୍ଲାସରୁମ୍ ପଶିଗଲି। ଆଉ ହଠାତ୍ ମୋର ଆଖି ତା ଆଖି ଉପରେ ପଡ଼ିଲା। ଆଉ ମୁଁ ମୋର ସବୁ ଫର୍ମୁଲା ସେଇଠି ଭୁଲିଗଲି। କିନ୍ତୁ ତା ଆଖିରେ ମୁଁ ଦେଖିଥିଲି ମୋ ପାଇଁ ଅପଲକ ନୟନର ଚାହାଣୀ। ସେଇଠୁ ହିଁ ଆରମ୍ଭ ହୋଇଥିଲା ମୋ ଶକୁନ୍ତଳା ଆଉ ଦୁଷ୍ମନ୍ତଙ୍କ କାହାଣୀ। ମୋର ଫିଜିକ୍ସ ଅନର୍ସ ସତ, କିନ୍ତୁ ମ୍ୟାଥ୍ ପାଇଁ ଥାଏ ମୋର ଦୁର୍ବଳତା। ମୁଁ ଥରେ ତାକୁ ପଚାରିଲି, ତୁମେ ନ୍ୟୁଟନଙ୍କ ଥାର୍ଡ ଲ କ'ଣ ଜାଣ କି? ସେ ହସି ଦେଇ କହିଲେ, ତୁମେ ଖାଲି ସ୍କାଲାର ହୋଇ ରହିବ ନା ଭେକ୍ଟର ବି ହେବ? ଆଉ ମୁଁ ତାଙ୍କୁ କହିଲି, ଯେଉଁଠି ସବୁ ଫର୍ମୁଲା ସରିଯାଏ କେବଳ ଉତ୍ତର ହିଁ ବାକି। ସେ ହସି ଦେଇ ମୋ ହାତ ଧରି ମୋତେ କହିଲେ, ଉତ୍ତର ତ ଗୋଟେ ଦିଗ ଯାହାକି ତୁମ ପାଖରେ ଅଛି। ଶେଷରେ ମୁଁ ତାଙ୍କୁ କହିଲି କି ଫିଜିକ୍ସ ଆଉ ମ୍ୟାଥ୍ ପରୀକ୍ଷାରେ ମୋର ମାର୍କ କେତେ? ସେ ଗୋଟେ ଚକ୍ କଳାପଟାରେ ଗୋଲ କରିଦେଇ ପଳାଇଲେ। ମୁଁ ଭାବିଲି, ଓ ମାନେ ଆଉଟଷ୍ଟାଣ୍ଡିଂ। କିନ୍ତୁ ବାହାରକୁ ଆସି ମ୍ୟାଥ୍ କ୍ଲାସରୁମ୍ର କାନ୍ଥରେ ଦେଖେ ତ ଆଜି ଫଟୋଙ୍କ ମତରେ ଓର ମାନେ 0।